ओम शांति। आजिर साकार महावाक्य 15/6/2026। मधुर संतान माने आमर बाबा आसीछंती तुमको ज्ञानर तृतीय नेत्र देवा पाई। एबे तुमे माने तीनी लोक एवं तीनी काल को जानुछ। प्रश्न, आत्मिक पिता आत्मा मानकु केउ आधार रे संपत्ति देई थांती? उत्तर, पाठपढ़ा आधार रे। ଯେଉଁ ପିଲାମାନେ ଭଲ ଭାବରେ ପାଠ ପଢ଼ୁଛନ୍ତି, ଦେହ ଅଭିମାନକୁ ଛାଡ଼ି ଦେହୀ ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରୁଛନ୍ତି, ସେହିମାନଙ୍କୁ ହିଁ ବାବାଙ୍କର ସମ୍ପତ୍ତି ମିଳିଥାଏ। ଲୌକିକ ପିତା କେବଳ ନିଜର ସନ୍ତାନକୁ ହିଁ ସମ୍ପତ୍ତି ଦେଇଥାନ୍ତି, କିନ୍ତୁ ପାରଲୌକିକ ପିତାଙ୍କର ସମ୍ବନ୍ଧ ଆତ୍ମାମାନଙ୍କ ସହିତ ରହିଛି। ସେଥିପାଇଁ ଆତ୍ମାମାନଙ୍କୁ ହିଁ ସମ୍ପତ୍ତି ଦେଇଥାନ୍ତି। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର, ନିଜକୁ ଆତ୍ମା ମନେ କରି ରୁହାନୀ ବାବାଙ୍କ ଠାରୁ ପାଠ ପଢ଼ି ପୁରା ସମ୍ପତ୍ତି ନେବାକୁ ହେବ। ସତ୍ୟ ରାଷ୍ଟ୍ରର ମାଲିକ ହେବା ପାଇଁ ସତ୍ୟ କଥା ଶୁଣିବାକୁ ହେବ ଏବଂ ଶୁଣାଇବାକୁ ହେବ। 2 ନମ୍ବର, ଯେଉଁ ବାବାଙ୍କ ଠାରୁ ବେହଦର ସମ୍ପତ୍ତି ମିଳୁଛି ତାଙ୍କୁ ହିଁ ମନେ ପକାଇବାକୁ ହେବ, କୌଣସି ଦେହଧାରୀଙ୍କୁ ନୁହେଁ। ଏହି ପୁରୁଣା ଦୁନିଆରେ ଏବେ ନିଆଁ ଲାଗିବାକୁ ଯାଉଛି, ତେଣୁ ଏହାକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ। ବରଦାନ, ଶାନ୍ତିର ଶକ୍ତି ଦ୍ୱାରା ନିଜର ମନ ବୁଦ୍ଧିର ରେଜିଷ୍ଟରକୁ ସଫା ରଖୁଥିବା ଲୋକପ୍ରିୟ ପ୍ରଭୁ ପ୍ରିୟ ହୁଅ। ଯେପରି ବୈଜ୍ଞାନିକମାନେ ଏଭଳି ଉଦ୍ଭାବନ କରିଛନ୍ତି, ଯାହାକି ଲେଖାଯାଇଥିବା କଥା ସବୁ ଲିଭିଯାଇପାରିବ, କିଛି ବି ଜଣାପଡ଼ିବ ନାହିଁ। ସେହିପରି ତୁମେମାନେ ମଧ୍ୟ ଶାନ୍ତିର ଶକ୍ତି ଦ୍ୱାରା ନିଜର ରେଜିଷ୍ଟରକୁ ପ୍ରତିଦିନ ସଫା କର, ଯାହାଦ୍ୱାରା ପ୍ରଭୁ ପ୍ରିୟ ବା ଦୈବୀ ଲୋକପ୍ରିୟ ହୋଇଯିବ। ଦୁନିଆର ସମସ୍ତେ ସ୍ୱଚ୍ଛତା ଏବଂ ସତ୍ୟତାକୁ ପସନ୍ଦ କରିଥାନ୍ତି। ସେଥିପାଇଁ ଗୋଟିଏ ଦିନରେ କରିଥିବା ବ୍ୟର୍ଥ ସଂକଳ୍ପ ବା ବ୍ୟର୍ଥ କର୍ମର ଟିକିଏ ବି ଚିହ୍ନ ଆର ଦିନକୁ ନ ରହୁ। ବିତି ଯାଇଥିବା କଥାକୁ ଭୁଲିଯାଇ ବିନ୍ଦୁ ଲଗାଇ ଦିଅ, ତାହେଲେ ରେଜିଷ୍ଟର ସଫା ରହିବ ଏବଂ ସାହିବ ବାବା ସନ୍ତୁଷ୍ଟ ହୋଇଯିବେ। ସ୍ଲୋଗାନ, ନିଜେ ବ୍ୟର୍ଥ ସଂକଳ୍ପ କରିବା ବା ଅନ୍ୟର ବ୍ୟର୍ଥ ସଂକଳ୍ପ ଚାଲିବାରେ ନିମିତ୍ତ ହେବା, ଏହା ମଧ୍ୟ ଅପବିତ୍ରତା ଅଟେ। ଅବ୍ୟକ୍ତି ସାରା ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ମନ, ବାଣୀ, କର୍ମରେ ସରଳତା ଏବଂ ସହନଶୀଳତା ଦୁଇଟି ଯାକ ଆବଶ୍ୟକ ଅଟେ। ଯଦି ସରଳତା ଥିବ କିନ୍ତୁ ସହନଶୀଳତା ନଥିବ, ତେବେ ବି ଶ୍ରେଷ୍ଠ କୁହାଯିବ ନାହିଁ। ସରଳତା ସହିତ ଯଦି ସହନଶୀଳତା ରହିଥିବ, ତେବେ ଶକ୍ତି ସ୍ୱରୂପ କୁହାଯିବ। ଶକ୍ତିମାନଙ୍କର ଚିତ୍ରରେ ସରଳତା ଏବଂ ସହନଶୀଳତା ଦୁଇଟି ଯାକ ଗୁଣକୁ ଦେଖାଇଥାନ୍ତି। ବର୍ତ୍ତମାନର ଫଳାଫଳ ଅନୁସାରେ କେଉଁଠି ସହନଶକ୍ତି ଅଧିକ ଅଛି ତ କେଉଁଠି ସରଳତା ଅଧିକ ରହିଛି। ଏବେ ଏହି ଦୁଇଟି ଯାକକୁ ସମାନ କର। ଓମ୍ ଶାନ୍ତି।